ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ବାଦିବାହାଲ ଆଞ୍ଚଳିକ ଗୁଡ଼ିଠାରେ 550 କିଷାନ ସମାଜ ଆଞ୍ଚଳିକ ଗୁଡ଼ି ସଭାପତି ରାମପ୍ରସାଦ ପ୍ରଧାନ ଓ ପୂର୍ବତନ ସଭାପତି ବିଜୁ କିଷାନଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ସଭାପତି ଯୁଧିଷ୍ଠିର ପ୍ରଧାନ ଯୋଗ ଦେଇଥିବା ବେଳେ ସର୍ବପ୍ରଥମେ ସାମାଜିକ ରୀତିନୀତି ଅନୁସାରେ ଭଗବାନ ହନୁମାନ ଏବଂ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କିଷାନ ସମାଜର ବିଭିନ୍ନ ସମସ୍ୟା ଏବଂ ତାର ନିବାରଣ ସମ୍ବନ୍ଧରେ ବିସ୍ତୃତ ଆଲୋଚନା ମଧ୍ୟ କରାଯାଇଥିଲା। କିଷାନ ସମାଜ ପକ୍ଷରୁ କରାଯାଉଥିବା ବାଲ୍ୟ ବିବାହ ବନ୍ଦ କରିବା, ଶିଶୁମାନଙ୍କୁ ଶିକ୍ଷା ପାଇଁ ବିଦ୍ୟାଳୟ ପଠାଇବା, ଯୁବପିଢ଼ିଙ୍କୁ ନିଶା କବଳରୁ ଦୂରେଇ ରଖିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଅତିଥିଗଣ ନିଜର ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ନିବେଦନ କରିଥିଲେ। ପୂର୍ବତନ ସଭାପତି ବିଜୁ କିଷାନ ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ସନ୍ତୋଷ କୁମାର ବାଗ, ଇନ୍ଦ୍ରମଣି କିଷାନ, କର୍ଣ୍ଣ କିଶୋର କୁଜୁର, ପ୍ରଶାନ୍ତ ପ୍ରଧାନ ସହଯୋଗ କରିଥିଲେ। ବୈଠକ ପରେ କିଷାନ ସମାଜ ପକ୍ଷରୁ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ସଭାପତି ରାମପ୍ରସାଦ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ଦେଇଥିଲେ। With